ଛାଡ଼ପତ୍ର ପରେ ପୁଣି ପ୍ରେମରେ ପଡ଼ିଲେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ବ୍ରିଟିଶ ଗାୟିକାଙ୍କ ପ୍ରେମରେ ଏବେ ପଡ଼ିଥିବା ଆସିଲା ସୂଚନା। ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ପତ୍ନୀ ନତାଶା ଷ୍ଟାନକୋଭିଚଙ୍କ ଠାରୁ ଅଲଗା ହେବା ପରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ବର୍ତ୍ତମାନ ହାର୍ଦ୍ଦିକଙ୍କ ନାଁରେ ଜଣେ ବ୍ରିଟିଶ ଗାୟିକାଙ୍କ ସହ ଜଡ଼ିତ ଅଛି ବୋଲି କୁହାଯାଉଛି। ତେବେ ଗୁଜବ ହେଉଛି କି ହାର୍ଦ୍ଦିକ ପାଣ୍ଡ୍ୟା ବ୍ରିଟିଶ ଗାୟିକା ଜସ୍ମିନ୍ ୱାଲିଆଙ୍କୁ ଡେଟ୍ କରୁଛନ୍ତି। ଉଭୟ ଗ୍ରୀସରେ ଏକାଠି ଛୁଟି କାଟୁଛନ୍ତି ବୋଲି ଜଣାପଡ଼ିଛି, ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ତାଙ୍କୁ ଏକ ସୁଇମିଂ ପୁଲ୍ ସମ୍ମୁଖରେ ଦେଖିବାକୁ ମିଳିଥିଲା। ତେବେ ହାର୍ଦ୍ଦିକଙ୍କର ଏହି ଭିଡିଓ ସାମ୍ନା ଆସିବାର 2 ଦିନ ପୂର୍ବରୁ ଜସ୍ମିନ୍ ୱାଲିଆ ମଧ୍ୟ ଗ୍ରୀସରେ ତାଙ୍କର ଛୁଟି ଦିନର କିଛି ଫଟୋ ସେୟାର କରିଥିଲେ। ସେହି ଫଟୋରେ ଜସ୍ମିନ୍ ୱାଲିଆ ମଧ୍ୟ ସୁଇମିଂ ପୁଲ୍ ନିକଟରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା, ଯାହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଜସ୍ମିନ୍ ୱାଲିଆ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଇନଷ୍ଟାଗ୍ରାମ ପୋଷ୍ଟକୁ ପସନ୍ଦ କରିଥିଲେ। ଏହା ବ୍ୟତୀତ ଉଭୟ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ ବି କରନ୍ତି। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ବେଶ୍ ପ୍ରତିକ୍ରିୟା ପ୍ରକାଶ ପାଇଛି। ବ୍ୟୁରୋ ରିପୋର୍ଟ, ପ୍ରତିଦିନ ଟିଭି।